ତଦନ୍ତ ଅପେକ୍ଷାରେ କେନ୍ଦୁଝର କଳିକା ଚିଲଡ୍ରେନ୍ ଟ୍ରାଜେଡି। କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ପଡ଼ିହାରୀପଲ୍ଲୀ ପଞ୍ଚାୟତ ଆତୁରିକଣା ଡିହସାହି କଳିକା କ୍ରେଚ୍ ସେଣ୍ଟର ଶିଶୁ ମୃତ୍ୟୁ ଘଟଣାର ତଦନ୍ତ ନିବେଦନ କଲେ ପରିବାର ଲୋକେ। ଏପରି ଦୁର୍ଘଟଣା ଆଉ ନ ଘଟୁ ସେଥିପାଇଁ ସରକାର ବିହିତ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି ପରିବାର ଲୋକେ। ଏଠାରେ ବେଆଇନ ମୋରମ ଖଣି ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଥିବା 3 ଶିଶୁଙ୍କ ଅକାଳ ବିୟୋଗ ଘଟଣାକୁ 10 ଦିନ ପୂରିଥିଲେ ସୁଦ୍ଧା ଦୋଷୀ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିବା ନେଇ କ୍ଷୋଭ ପ୍ରକାଶ କରିଛନ୍ତି ପରିବାର ଲୋକେ। ସେହିପରି କଳିକା କେନ୍ଦ୍ରକୁ ସବୁଦିନ ପରି ସେଦିନ ଖେଳାଖେଳି ଏବଂ ଖାଇବାକୁ ଆସି ମୋରମ ଖଣି ଗାଡ଼ିଆ ପାଣିରେ ପଡ଼ି ଶିଶୁମାନେ ପ୍ରାଣ ହାରିଥିବା ନେଇ କଳିକା କେନ୍ଦ୍ରର ଘର